ଯାଇଥିଲି ଆମ ଗାଁ ମଶାଣିରେ ଦେଖିଲା ବେଳକୁ ଗୋଟେ କିଏ ଠିଆ ହେଇଛି। ଆଉ ମୁଁ କହିଲି ସତରେ, ଦେଖିଲା ବେଳକୁ ଭୟ ଲାଗିଲା। ଏଇଟା ପୂର୍ଣ୍ଣିମାର ରାତି, କ'ଣ କରିବି ଏକୁଟିଆ। ଯାଇଥିଲି ରୋଷେଇ କରିବାକୁ, ବାଟରେ ଦେଖିଲା ବେଳକୁ ଗୋଟିଏ ବିରାଟ ବଡ଼ ଭୂତ କି ମଣିଷ ଭଳିଆ ଆକୃତି। ସେ କିଏ ମୁଁ ବି ଜାଣିପାରିଲିନି। ଦେଖିଲା ବେଳକୁ ବହୁତ ଜୋର ଠିଆ ହେଇଛି। କ'ଣ ବା କରିବି, ଆସ୍ତେ ଆସ୍ତେ ଡର ଲାଗୁଥାଏ। ପାଖକୁ ମଧ୍ୟ ବି ଗଲି, ସେ ଭୂତର ଆକୃତି ଦେଖୁଛନ୍ତି। ମୋତେ ବହୁତ ଜୋରରେ ଭୟ ଲାଗିଲା। କ'ଣ କରିବି, ଆସ୍ତେ ଆସ୍ତେ ତା ପାଖକୁ ଗଲି। ଦେଖିଲା ବେଳକୁ ଚଦର ଘୋଡ଼ି ହେଇଛି। ଭାରି ଜୋର ଭୟ। ଏ ଭୂତ ଆଡ଼ୁ ସାଡ଼ୁ ଭୂତ ନୂଆ ମୁହଁ ସାମ୍ନାସାମ୍ନି କରୁଛି। ଭୟର ଆକୃତି କ୍ୟାମେରା ଆଗରେ ସେ କୁଆଡ଼ୁ ପଳେଇ ଯାଉଛି, କୁଆଡ଼ୁ ପଳେଇ ଯାଉଛି, କିଛି ଜଣା ପଡ଼ୁନାହିଁ। କ'ଣ କରିବା, ଜଙ୍ଗଲିଆ ରାସ୍ତା, ଦୂର ବାଟକୁ ଯିବାକୁ ଭାରି କଷ୍ଟ ଲାଗୁଛି। ଏ ପୁରା ସାମ୍ନାସାମ୍ନି କେତେବେଳେ ପଳେଇ ଯାଉଛି, କେତେବେଳେ ଦୂରକୁ ପଳାଉଛି, ତାହା ବ୍ୟତୀତ କିଛି ଜଣା ପଡ଼ୁନାହିଁ। କ'ଣ କରିବା, ବହୁତ ଜୋରେ ହଉ ଚାଲ ଟିକେ ଯିବା, ତାର ପାଖକୁ ଟିକେ ଯିବା, ଦେଖିବା ସେ କେଉଁଠିକା। ଦେଖନ୍ତୁ ଆଜ୍ଞା, ପାଖକୁ ପଳେଇ ଯାଉଛି, କିଛି କହି ହେଉନି। ମଶାଣି ରାସ୍ତାରେ ଭାଇମାନେ ଯଦି ଯାଉଥିବେ, ଯଦି ଦେଖିବେ, ଯଦି କୌଣସି ଭୟରେ ଭୂତ ଦେଖିଲେ, ହନୁମାନ ଚାଳିଶା ପାଠ କଲେ ଭୟ ଆସ୍ତେ ଆସ୍ତେ ଦୂର ହେଇଯିବ। ଯଦି ନ ପାରିବେ, ମହାମନ୍ତ୍ର ଟିକେ ଜପ କରନ୍ତୁ, ତା ଦେହରେ ଆପଣଙ୍କୁ ଆଉ ଭୟ ଲାଗିବନି। ଆଉ ଏମାନେ ଯେଉଁ ଜନ୍ତୁମାନଙ୍କୁ ଦେଖୁଛନ୍ତି, ଇଏ ଆଉ ଆପଣଙ୍କର ଏତେଟା କ୍ଷତି କରିବେନି। କିନ୍ତୁ ଶୀତ ତ ବାହାରେ ବହୁତ ଜୋରେ। କ'ଣ କରିବି, ଆଉ ମୋତେ କିଛି ବୁଦ୍ଧିବାଟ ଦେଖାଯାଉନି। ଇଏ ଯେଉଁ ଭଳିଆ ଆଉଛି ଯାଉଛି, ତାକୁ କ'ଣ ବା କହିବି। ମୋର ହାତ ଭାରି ଜୋରେ ଥରି ଯାଉଥାଏ। କ'ଣ କରିବି, କ୍ୟାମେରାଟା ମୋବାଇଲଟା ଧରିଥିଲି ବୋଲି ଟିକେ ଯାହା ସୁଟିଂ କରିପାରିଲି, ନହେଲେ ସେତିକିଟା ବି ମୁଁ ମଧ୍ୟ କରିପାରିନଥାନ୍ତି। ଆଉ କ'ଣ ବା କହିବି, ଦେଖିବା ଡାକରା କେମିତି ଭୟ ଲାଗୁଛି। ରଡ଼ି କ'ଣ କରିବା, ବହୁତ ଜୋରରେ ଭୟ। ଦେଖନ୍ତୁ ଏ ଭୂତର ଯେଉଁ ଗର୍ଜନ, ଆକୁ ଆଉ ଧୈର୍ଯ୍ୟ ଧରି ହେବନି। ଆସ୍ତେ ଆସ୍ତେ ଆମେ ବାହାରକୁ ବାହାରି ଯିବା। ଲୋକ ଦେଖନ୍ତୁ, ମାନେ ଏତେ ଜୋରରେ ଭୟ ଲାଗୁଥାଏ। କ'ଣ ବା କହିବି ତାକୁ ଅନାବେ। ଏ ଅନା ଏ କେଉଁ ଭୂତ ମୁଁ ତ ଜାଣିନି। ଆର ଭୟରେ ଦେହ ହାତ ଶୀତେଇ ଯାଉଛି।